ନମସ୍କାର ଦର୍ଶକ ବନ୍ଧୁ, ଏଣିକି ମିଳିବ ହିତାଧିକାରୀମାନଙ୍କୁ 3500 ଟଙ୍କା ମାସିକ ଭତ୍ତା। ନିର୍ବାଚନୀ ପ୍ରତିଶ୍ରୁତି ହେଉଛି ପୂରଣ। ବାର୍ଦ୍ଧକ୍ୟ ଭତ୍ତା ଏବଂ ଦିବ୍ୟାଙ୍ଗ ଭତ୍ତାର ବୃଦ୍ଧି ପାଇଁ ନିଷ୍ପତ୍ତି। 80 ବର୍ଷ କିମ୍ବା ତାଠୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମିଳିବ ମାସିକ 3500 ଟଙ୍କା ଭତ୍ତା। ଶରୀରରୁ 80%ରୁ ଉର୍ଦ୍ଧ୍ୱ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ମିଳିବ ମାସିକ 3500 ଟଙ୍କା ଭତ୍ତା। ହିତାଧିକାରୀଙ୍କୁ ମିଳିଲା 3500 ଟଙ୍କା ଭତ୍ତା। କଥା ଦେଇ କଥା ରଖିଲେ ମୋହନ ସରକାର, ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭତ୍ତା ବଢ଼ାଇଲେ ରାଜ୍ୟ ସରକାର। ହିତାଧିକାରୀମାନଙ୍କୁ ମିଳିଲା 3500 ଟଙ୍କା। 80 ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସ୍କମାନଙ୍କ ପାଇଁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 80 ବର୍ଷ ବୟସର ଉର୍ଦ୍ଧ୍ୱ ବୟସ୍କ ଏବଂ ବୟସ୍କା ବ୍ୟକ୍ତିଙ୍କ ସମେତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମଧ୍ୟ ଭତ୍ତା ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। ଜାନୁଆରୀ ମାସ ଅର୍ଥାତ୍ ଚଳିତ ମାସରୁ ହିଁ 80 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ ଟଙ୍କା। ରାଜ୍ୟରେ ପ୍ରାୟ 4 ଲକ୍ଷରୁ ଅଧିକ ପେନ୍ସନଧାରୀ ଏଥିରେ ଉପକୃତ ହେବେ। ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ 80 ବର୍ଷ କିମ୍ବା ତାଠୁ ଉର୍ଦ୍ଧ୍ୱ ବୟସ୍କ ଭତ୍ତା ହିତାଧିକାରୀ ହେବେ। ଶତକଡ଼ା 80 କିମ୍ବା ତାଠୁ ଉର୍ଦ୍ଧ୍ୱ ଭିନ୍ନକ୍ଷମତା ହିତାଧିକାରୀମାନଙ୍କୁ ଭତ୍ତା ରାଶି ବୃଦ୍ଧି କରିଥିଲେ ରାଜ୍ୟ ସରକାର। ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ 80 ବର୍ଷ କିମ୍ବା ତାଠୁ ଉର୍ଦ୍ଧ୍ୱ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡ଼ା 80 କିମ୍ବା ତାଠୁ ଉର୍ଦ୍ଧ୍ୱ ଭିନ୍ନକ୍ଷମତା ଥିବା ହିତାଧିକାରୀ ଏଣିକି 3500 ଟଙ୍କା ପାଇବେ। ତେବେ ଏହି ନିଷ୍ପତ୍ତି ଚଳିତ ମାସ ଅର୍ଥାତ୍ ଜାନୁଆରୀ 2025ରୁ ଲାଗୁ କରାଯିବ ନେଇ ସରକାର ଘୋଷଣା କରିଥିଲେ। ଆଉ ଏହି ଘୋଷଣା ମୁତାବକ ଟଙ୍କା ବାଣ୍ଟିଛନ୍ତି ରାଜ୍ୟ ସରକାର। ଭତ୍ତା ବଢ଼ାଇବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କେବଳ ସେତିକି ନୁହେଁ, ନିର୍ବାଚନ ପୂର୍ବରୁ ମଧ୍ୟ ବିଜେପି ତାର ନିର୍ବାଚନୀ ମ୍ୟାନିଫେଷ୍ଟୋରେ ଭତ୍ତା ବଢ଼ାଇବାକୁ ଘୋଷଣା କରିଥିଲା। କିଛି ଦିନ ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବଢ଼ାଇବା ନେଇ ଘୋଷଣା କରିଥିଲେ ରାଜ୍ୟର ମୋହନ ସରକାର। 38ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଭତ୍ତା ବଢ଼ାଇବାକୁ ଘୋଷଣା କରିଥିଲେ। କାରାବରଣ କରିଥିବା ସବୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପେନ୍ସନ୍ 10,000ରୁ 20,000 ଟଙ୍କାକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର। ଏଭଳି କାରାବରଣ କରିନଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପେନ୍ସନ୍ 9,000ରୁ 15,000 ଟଙ୍କାକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର। ସେହିପରି ଜାତୀୟ ପେନ୍ସନ୍ ପାଉଥିବା ସ୍ୱାଧୀନତା ସଂଗ୍ରାମୀ ପେନ୍ସନ୍କୁ ମାସକୁ 8,000 ପରିବର୍ତ୍ତେ 10,000 ଟଙ୍କା କରିଥିଲେ ରାଜ୍ୟ ସରକାର। ନିଶା ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ସଂଗ୍ରାମୀମାନଙ୍କୁ ମାସକୁ 20,000 ଟଙ୍କା ପେନ୍ସନ୍ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।